ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ କରାଯାଇଥିବା ଶୀତକାଳୀନ ପକ୍ଷୀ ଗଣନାର ତଥ୍ୟ ପ୍ରଦାନ କରାଯାଇଛି। ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଓ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଓଡ଼ିଶା ଭୁବନେଶ୍ୱରଙ୍କ ନିର୍ଦ୍ଦେଶକ୍ରମେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ 3/1/2024 ତାରିଖରେ ପକ୍ଷୀ ଗଣନାରେ ଯୋଗ ଦେଇଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ BNHSର ଡେପୁଟି ଡାଇରେକ୍ଟର ଡାକ୍ତର ସତ୍ୟା ସେଲଭମ୍ ପକ୍ଷୀ ଗଣନା କାର୍ଯ୍ୟ ବିଷୟରେ ତାଲିମ ପ୍ରଦାନ କରିଥିଲେ। ଏହାପରେ 4/1/2024 ତାରିଖରେ ଅବସରପ୍ରାପ୍ତ ଫରେଷ୍ଟ ଅଫିସର ପ୍ରଫେସର ଓଡ଼ିଶା ଷ୍ଟେଟ୍ ୱାଇଲ୍ଡ ଲାଇଫ୍ ଅର୍ଗାନାଇଜେସନ୍ CDA BNHS WWF ଇଣ୍ଡିଆ OUAT ଏବଂ ଅଣସରକାରୀ ସଂସ୍ଥାରୁ ଆସିଥିବା ବ୍ୟକ୍ତିବିଶେଷ ସମୁଦାୟ 132 ଜଣଙ୍କୁ ନେଇ ପକ୍ଷୀ ଗଣନା କରାଯାଇଥିଲା। ଏତଦ୍ ବ୍ୟତୀତ ଚିଲିକା ଜଳରାଶିକୁ 21 ଗୋଟି ଗ୍ରୁପରେ ବିଭକ୍ତ କରାଯାଇ ତନ୍ମଧ୍ୟରୁ 2 ଗୋଟି ସଡ଼କ ପାର୍ଶ୍ୱରେ ଓ 19 ଗୋଟି ଡଙ୍ଗା ଦ୍ୱାରା ଯାଇ ପକ୍ଷୀ ଗଣନା କାର୍ଯ୍ୟ କରାଯାଇଥିଲା। ଏହି 21 ଗୋଟି ଦଳରେ ଜଣେ ଲେଖାଏଁ ପକ୍ଷୀ ବିଶେଷଜ୍ଞଙ୍କ ସହିତ 3 ରୁ 5 ଜଣ ଏବଂ ସ୍ଥାନୀୟ ଗାଇଡ୍ ମଧ୍ୟ ଯୋଗଦାନ କରିଥିଲେ। ପ୍ରତ୍ୟେକ ଗ୍ରୁପକୁ ଗଣନା ପାଇଁ ଦରକାର ପଡ଼ୁଥିବା ମାନଚିତ୍ର ଓ ତାର ଗନ୍ତବ୍ୟ ସ୍ଥଳ, ବାଇନୋକୁଲାର, ସ୍ପୋଟିଂ ସ୍କୋପ୍, ନୋଟବୁକ୍, କଲର ପ୍ଲେଟ୍ସ ଅଫ୍ କମନ୍ ୱାଟର ବାର୍ଡ ସ୍ପେସିସ୍ ଅଫ୍ ଚିଲିକା ଦିଆଯାଇଥିଲା ଏବଂ ତା ସହିତ ଗୋଟିଏ କିଟ୍ ବ୍ୟାଗ୍, ଚେକ୍ ଲିଷ୍ଟ ଓ ପକ୍ଷୀ ଗଣନା ଫର୍ମ ଦିଆଯାଇଥିଲା। ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ପ୍ରାତଃ 6 ଘଟିକାରୁ ଆରମ୍ଭ ହୋଇ ମଧ୍ୟାହ୍ନ 12 ଘଟିକା ପର୍ଯ୍ୟନ୍ତ ଚାଲିଥିଲା। ଏହି ଗଣନା କାର୍ଯ୍ୟ ସମାପ୍ତ ହେବା ପରେ BNHSର ଡେପୁଟି ଡାଇରେକ୍ଟର ଡାକ୍ତର ସତ୍ୟା ସେଲଭମ୍ଙ୍କ ଦ୍ୱାରା ଏହାର ତଥ୍ୟ ପ୍ରସ୍ତୁତ କରି ଫଳାଫଳ ଘୋଷଣା କରାଗଲା। ଏଥିସହିତ ଗତ ବର୍ଷ 2023 ଏବଂ ଚଳିତ ବର୍ଷ 2024 ଗଣନାର ଫଳାଫଳ ନିମ୍ନରେ ପ୍ରକାଶ କରାଗଲା। ଚଳିତ ବର୍ଷ ବିଦେଶାଗତ ପକ୍ଷୀ ପ୍ରଜାତି ମଧ୍ୟରେ ସବୁଠାରୁ ଅଧିକ ନର୍ଦର୍ନ ପିଣ୍ଟେଲ୍ 2,18,650 ସଂଖ୍ୟକ, ଗଡୱେଲ୍ 1,56,636 ସଂଖ୍ୟକ, ୟୁରେସିଆ ୱିଜେନ୍ 1,40,322 ସଂଖ୍ୟକ ଥିବାବେଳେ ପ୍ରାୟ 10 ବର୍ଷ ପରେ ବହୁ ଚର୍ଚ୍ଚିତ ଏକମାତ୍ର ପଲାସ ଫିସ୍ ଇଗଲ ପକ୍ଷୀ ଦେଖିବାକୁ ମିଳିଛି। ତେବେ ସର୍ବମୋଟ ବିଦେଶାଗତ ପକ୍ଷୀଙ୍କର ଆଗମନ ଚଳିତ ବର୍ଷ 108 ପ୍ରଜାତିର 10,98,813 ସଂଖ୍ୟକ ପକ୍ଷୀ ଆସିଥିବା ବେଳେ ଗତ ବର୍ଷ 105 ପ୍ରଜାତିର 10,93,049 ସଂଖ୍ୟକ ପକ୍ଷୀ ଦେଖିବାକୁ ମିଳିଥିଲା। ସେହିଭଳି ଚଳିତ ବର୍ଷ ସ୍ଥାନୀୟ ପକ୍ଷୀ 69 ପ୍ରଜାତିର 38,946 ସଂଖ୍ୟକ ଦେଖିବାକୁ ମିଳିଥିଲା ବେଳେ ଗତ ବର୍ଷ 69 ପ୍ରଜାତିର 38,880 ସଂଖ୍ୟକ ପକ୍ଷୀ ଦେଖିବାକୁ ମିଳିଥିଲା। ତେବେ ଚଳିତ ବର୍ଷ ସର୍ବମୋଟ 187 ପ୍ରଜାତିର 11,37,759 ସଂଖ୍ୟକ ପକ୍ଷୀ ଦେଖିବାକୁ ମିଳିଥିବା ବେଳେ ଗତ ବର୍ଷ 184 ପ୍ରଜାତିର 11,31,929 ସଂଖ୍ୟକ ପକ୍ଷୀ ଦେଖିବାକୁ ମିଳିଥିଲା। ତେବେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା 5,830 ବୃଦ୍ଧି ପାଇଥିବାର ଜଣାଯାଇଛି ଏବଂ 2ଟି ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଛି ବୋଲି ବନଖଣ୍ଡ ଅଧିକାରୀ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବାଲୁଗାଁଙ୍କ ଠାରୁ ପ୍ରକାଶ। ତ ଏ ବର୍ଷ ଆମର ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଶେଷ ହୋଇସାରିଛି ଆଉ ରେଜଲ୍ଟସ୍ କମ୍ପାଇଲ୍ ହେଲା ପରେ ଜଣାପଡ଼ିଛି ଯେ ଏ ବର୍ଷ ସର୍ବମୋଟ 11,37,759 ଚଢ଼େଇ 187 ପ୍ରଜାତିର ଆସି ପହଞ୍ଚିଛନ୍ତି। ତାଙ୍କୁ କାଉଣ୍ଟ କରାଯାଇଛି, ଯେଉଁଥିରୁ କି ନଳବଣରେ ଅଛନ୍ତି 3,47,280 ସେଇ 187 ପ୍ରଜାତିର। ଗତ ବର୍ଷ 2023 ମସିହାରେ ଯେତେବେଳେ କାଉଣ୍ଟିଂ ହେଇଥିଲା ସେତେବେଳେ ଆସିଥିଲେ 11,31,929 ଚଢ଼େଇ 184 ପ୍ରଜାତିର ଆଉ ନଳବଣରେ ଆସିଥିଲେ 3,42,897। ତ ଆମେ କହିପାରିବା କି ଟୋଟାଲ ଇନକ୍ରିଜ ବା ଚଢ଼େଇଙ୍କ ସଂଖ୍ୟା ବଢ଼ିଛି
ଆଉ 5830 ସଂଖ୍ୟକ ଚଢ଼େଇ ସମଗ୍ର ଚିଲିକା ଲେକ୍ରେ ବଢ଼ିଛନ୍ତି। ତା ଭିତରୁ ନଳବଣରେ ଇନକ୍ରିଜ୍ ହେଲା 4383। ଅଧିକା ଯଦି ଆମେ ଦେଖିବା ତାହେଲେ ନର୍ଦର୍ନ ପିନ୍ଟେଲ୍ ଆସିଛନ୍ତି 2,18,654। ଆଉ ତାପରେ ଯଦି ଦେଖିବା ତାଠୁ ଟିକେ କମ୍ ଗଡ଼ୱାଲ ଆସିଛନ୍ତି 1,56,636। ସର୍ବାଧିକ ଆମର ନଳବଣର ଯୋଉ ୱାଚ୍ ଟାୱାର ଗୁଡ଼ିକ ଅଛି ତା ଦେହରେ ଯୋଉ ସେନ୍ସସ୍ କରାଯାଇଥିଲା ସେଇଥିରେ ଆମେ ଦେଖିବାକୁ ପାଇଛୁ ଯେ ନଳବଣରେ ସର୍ବାଧିକ ଚଢ଼େଇ ଆମେ ପାଇଛୁ 187 ପ୍ରଜାତିର। ଆଉ ସବୁ ଚଳିତ ବର୍ଷ ଚିଲିକାକୁ ଗୋଟେ ବହୁତ ବିରଳ ପକ୍ଷୀ ଆସିଛି ଯୋଉଟାକୁ କୁହାଯାଉଛି ପାଲାସ ଫିସ୍ ଇଗଲ। ପାଖାପାଖି 10 ବର୍ଷର ବ୍ୟବଧାନ ପରେ ଏଇ ଚଢ଼େଇ ଆସି ଏଠି ପହଞ୍ଚିଛି ବୋଲି ଆମେ ରେକର୍ଡସରୁ ଦେଖିକି ଜାଣିପାରିଲୁ। ଗୋଟିଏ ମାତ୍ର ଚଢ଼େଇ ଆସିଛି ପାଲାସ ଫିସ୍ ଇଗଲ, ଏଟା ଗୋଟେ ପ୍ରିଡେଟର ବାର୍ଡ, ତେଣୁ ଏଇଟା ଆସିକି ପହଞ୍ଚିଛି ଆଉ ଏଇଟା ଗୋଟେ ଗୁଡ୍ ଇଣ୍ଡିକେଟର। ଚିଲିକାରେ ଚଳିତ ବର୍ଷ ପକ୍ଷୀ ବୃଦ୍ଧି ପାଇବାର କାରଣ ହେଲା ଅନୁକୂଳ ପାଗ ଆଉ କିଛି ମାତ୍ରାରେ ବିଭିନ୍ନ ନ୍ୟାଚୁରାଲ ଫ୍ୟାକ୍ଟର୍ସ ରହୁଛି ଯୋଉଟା କି ଚଢ଼େଇ ପାଇଁ ବହୁତ ଯୋଉ କହନ୍ତି ଭଲ ଆଟମୋସ୍ଫିୟର ଡେଭଲପ କରିପାରିଛି। ଗୁଡ଼େ ଘେରି ଉଚ୍ଛେଦ କରାହେଇଛି ଗତ କିଛି ବର୍ଷ ଭିତରେ, ତେଣୁ ଚଢ଼େଇ ମାନଙ୍କର ପ୍ରିଫର୍ଡ ହାବିଟାଟ ସେତିକିବେଳେ ଏଇଟା ହେଇପାରିବ ଯେତେବେଳେ ତାକୁ ଗୋଟେ ମାନେ ଚିଲିକାର ସର୍ବାଙ୍ଗୀନ ଯୋଉ କହନ୍ତି ଯାହା ହେଲ୍ଥ ରହିଛି ସେଇଟା ଠିକ ରହିଲେ। ତା ସହିତ କୋଚିଂ ଏଥରକ ନିଲ୍ ରହିଛି। କୋଚିଂର ଯୋଉ ମାନେ ଆଟେମ୍ପ୍ଟ ବି କେତେବେଳେ ଆଗରୁ ଯାହା ହେଇଥିଲା ଏ ବର୍ଷ କୌଣସି ସେମିତି ଆଟେମ୍ପ୍ଟ ନାହିଁ, କାରଣ ଡ୍ୟୁ ମେଜର୍ସ ଆଜ୍ ପର୍ ଇନଷ୍ଟ୍ରକ୍ସନ୍ସ ଅଫ୍ ପିସିସିଏ ୱାଇଲ୍ଡ ଲାଇଫ୍ ଆମେ ପ୍ରୋଟେକ୍ସନ ମେଜର୍ସ ଯାହା ଯାହା କରିବା କଥା ତାକୁ ଆହୁରି ଷ୍ଟ୍ରେଙ୍ଗଦେନ୍ କରିକି ପ୍ରୋଟେକ୍ସନ ମେଜର୍ସ ନେଇଥିଲୁ। ଆଉ ଆୱାରନେସ୍ କ୍ରିଏସନ୍ ଯୋଉଟାକି ଆମେ ଫିସରମ୍ୟାନ୍ ଆଉ ଅନ୍ୟମାନଙ୍କର ଯୋଉ ଆୱାରନେସ୍ କ୍ରିଏସନ୍ କରୁଛୁ ବିଭିନ୍ନ କ୍ୟାମ୍ପ କରିକି, ସେଥିରେ ଆମେ ଭାବୁଛୁ ଯେ ଲୋକମାନେ ବହୁତ ସଚେତନ ହେଇଛନ୍ତି। ବହୁତ ସେମାନେ ସଂରକ୍ଷଣ ଚଢ଼େଇ ପାଇଁ ସଂରକ୍ଷଣର ବ୍ୟବସ୍ଥା ସେମାନେ ନିଜ ତରଫରୁ କରିଛନ୍ତି। ଅଲରେଡି ସେମାନେ ବହୁତ ସଚେତନ, ତାଙ୍କୁ ଆହୁରି ମଧ୍ୟ ସଚେତନ କରାଯାଇଛି। ଆଉ ସେଥିପାଇଁ ମୁଁ ଭାବୁଛି ଏ ବର୍ଷର ସେନ୍ସସରେ ଆମେ ଅଧିକା ମାତ୍ରାର ଚଢ଼େଇ ଦେଖିବାକୁ ପାଇଛୁ। ଚିଲିକାରୁ ବିରଞ୍ଚି ନାରାୟଣ ପ୍ରଧାନଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।